ଜାଣିଛନ୍ତି ଆଜ୍ଞା, ସମସ୍ତେ କୁହନ୍ତି ଗୋଟେ ନାରୀ ଜୀବନ ଅତ୍ୟନ୍ତ କଷ୍ଟକର। ସେ ପ୍ରତି ମୁହୂର୍ତ୍ତରେ ତା କର୍ତ୍ତବ୍ୟ କରିଚାଲେ। ଗୋଟେ ନାରୀ ପ୍ରତି ମୁହୂର୍ତ୍ତରେ କର୍ତ୍ତବ୍ୟ କରିଚାଲେ ସତ, ହେଲେ ଘରର ଚାରି କାନ୍ଥ ଭିତରେ ରହି। ଆଉ ଗୋଟେ ପୁରୁଷ ସଂଘର୍ଷ କରେ ଘର ବାହାରକୁ ଯାଇ, ଦୁନିଆ ସାଥିରେ, ସମୟ ସାଥିରେ, ତା ପରିବାର ଓଠରେ ହସ ଦେବା ପାଇଁ, ତା ପିଲାମାନଙ୍କର ଛୋଟ ଛୋଟ ଖୁସି ପୂରଣ କରିବା ପାଇଁ। କେତେବେଳେ ଖାଇକି କାମ କରେ ତ କେତେବେଳେ ଉପାସରେ କାମ କରେ, କେତେବେଳେ ଭଲ ପିନ୍ଧିବାକୁ ପାଏ ତ କେତେବେଳେ ଚିରା ପିନ୍ଧିବାକୁ ପାଏ। କିନ୍ତୁ ତା ନିଜ କଥା କେବେ ବି ଭାବେନି। ଭାବୁଥାଏ ମୋ ପରିବାର କେମିତି ଭଲ ପିନ୍ଧିବେ, ମୋ ପରିବାର କେମିତି ଭଲ ଖାଇବେ, ମୋ ପରିବାର କେମିତି ଖୁସିରେ ରହିବେ। ନାରୀ ଯଦି କର୍ତ୍ତବ୍ୟର ଦାସ, ତାହେଲେ ପୁରୁଷ ସଂଘର୍ଷର ଦାସ। କର୍ତ୍ତବ୍ୟ ତ ସହଜ, କିନ୍ତୁ ସଂଘର୍ଷ କରିବା ଏତେ ସହଜ ନୁହଁ।